ବିଜୁ ଜନତା ଦଳରେ ଏବେ ଗୋଟିଏ ପ୍ରତିଯୋଗିତା ଚାଲିଛି। ଗତକାଲି ତାଙ୍କର ସଭାପତି ନବୀନ ପଟ୍ଟନାୟକ ମାନ୍ୟବର ମୁଖ୍ୟମନ୍ତ୍ରୀ କି ଗୋଟେ ଚିଠି ଲେଖିଥିଲେ ଚାଷୀ ଇସ୍ୟୁରେ। କ'ଣ ତ ଚାଷୀ ଓ ଚାଷ ଯାହାକୁ ଯାହା ହେଇଛି ରାଜ୍ୟରେ ଲାଷ୍ଟ 24 ବର୍ଷରେ ରାଜ୍ୟବାସୀ ଜାଣିଛନ୍ତି। ଆଜି ତାଙ୍କର ସେକେଣ୍ଡ ଲାଇନ୍ ଲିଡର ଯେଉଁ କମ୍ପିଟିସନ ଚାଲିଛି, ଯେଉଁ ନେତାମାନେ ଯାଇଥିଲେ ଆଙ୍କର ଯିଏ ବଡ଼ ନେତା ବଡ଼ ସାହୁ ଯିଏ ଥିଲେ ପୂର୍ବତନ ମନ୍ତ୍ରୀ ଉଚ୍ଚଶିକ୍ଷା ମନ୍ତ୍ରୀ, ସିଏ ଯେଉଁ ଆଇନଟି ଆଣିଥିଲେ ସେତେବେଳେ ସେ ଆଇନର ବର୍ତ୍ତମାନ ପ୍ରତିଫଳନ ହୋଇଛି। ଉତ୍ତରାଧିକାରୀ ସୂତ୍ରରେ ଏ ସମସ୍ତ ସମସ୍ୟା ଆମକୁ ମିଳିଛି ଏବଂ ତାକୁ ଆମ ସରକାର ସୁଧାରିବା ପାଇଁ ବର୍ତ୍ତମାନ ଚେଷ୍ଟା କରୁଛି। କିନ୍ତୁ ସେମାନେ କେବଳ ତାଙ୍କର ସେକେଣ୍ଡ ଲାଇନ୍ ଲିଡର କିଏ ହବ, କମ୍ପିଟିସନରେ କିଏ ରହିବ, ବିଜୁ ଜନତା ଦଳ ବର୍ତ୍ତମାନ ଅଛନ୍ତି ନବୀନ ବାବୁ ନବୀନ, ସେଇ ଯେଉଁ ପ୍ରତିଯୋଗିତାରେ ମାନେ କେବଳ ଡିଆଁକୁଦା କରୁଛନ୍ତି। ଆ ଛଡ଼ା ଅଧିକା କିଛି ନାହିଁ ବିଜୁ ଜନତା ଦଳର। ବାସ୍ତବିକତା ହେଉଛି ଏଇଟା, ଏଇ ଆଇନାରେ ସେମାନେ ନିଜକୁ ଝାଙ୍କିକି ଦେଖିବା ଉଚିତ। ଓ ଦ୍ୱିତୀୟ କଥା ହେଉଛି ଯେଉଁ ମହାଶୟମାନେ ଆଜି ଯାଇଥିଲେ, ଖାଲି ଗୋଟିଏ କଥା କୁହନ୍ତୁ, ନବୀନ ପଟ୍ଟନାୟକ ସରକାରରେ ଓଡ଼ିଶାରେ 10,000 ସ୍କୁଲକୁ ବନ୍ଦ କରିଦେବା ପାଇଁ କିଏ ମସୁଧା କରିଥିଲା ଏବଂ ସେ ଅର୍ଡର କିଏ କରିଥିଲା? ନିଜ ନବୀନ ପଟ୍ଟନାୟକ କରିଥିଲେ। ଶିକ୍ଷାରେ ଯେଉଁ ଗୈରିକୀକରଣ କଥା ସେ କହୁଛନ୍ତି, ଭାବୁଛି ସେମାନେ ଭୁଲି ଯାଉଛନ୍ତି ତାଙ୍କର ଏବେ ବି ସେ ଔରଙ୍ଗଜେବଙ୍କ କଥା ମନେ ପଡୁଛି। ଇଏ ଯେତେବେଳେ ଔରଙ୍ଗଜେବ କେମିତି ରାଜା ହେଲେ, ଔରଙ୍ଗଜେବ କେତେ ଭାଇକି ମାରିଥିଲେ, ଇଏ ସେଇ ପନ୍ଥାରୁ ବାହାରି ପାରୁନାହାନ୍ତି, ନିଜକୁ ମୁକୁଳେଇ ପାରୁନାହାନ୍ତି, ଯାହାଫଳରେ ଏଭଳି ସେମାନେ ଆଲିଗେସନ ଆଣୁଛନ୍ତି।